କମ୍ପ୍ୟୁଟର ତାହେଲେ କମ୍ପ୍ୟୁଟରରେ ଆମେ ଚିତ୍ର କରିପାରୁ ହିସାବ କରିପାରୁ ଚିତ୍ର କରିପାରୁ ଛପା କାର୍ଯ୍ୟ କରିପାରୁ ସବୁ କିଛି କମ୍ପ୍ୟୁଟରରେ କରିପାରୁ। ତାହେଲେ କାଲକୁଲେଟରର ବଡ଼ ସ୍ମୃତିକୋଷ ଅଛି ନା ଛୋଟ ସ୍ମୃତିକୋଷ? ବଡ଼ ସ୍ମୃତିକୋଷ କାହାର? କମ୍ପ୍ୟୁଟର। କମ୍ପ୍ୟୁଟର କାହିଁକି ବଡ଼ ସ୍ମୃତିକୋଷ? କମ୍ପ୍ୟୁଟରରେ ଚିତ୍ର ଅଙ୍କନ ହେଇପାରିବ କାହିଁକିନା ସେ ସବୁ ଜିନିଷକୁ ଅଧିକ ଜିନିଷକୁ ସଲ୍ଭ କରି ରଖିପାରେ ତା ମେମୋରିରେ। ଆଉ କାଲକୁଲେଟର କ'ଣ ରଖିପାରେ? ଖାଲି ହିସାବ। କମ୍ପ୍ୟୁଟର ଗୋଟେ ବିଦ୍ୟୁତ ଚାଳିତ ଯନ୍ତ୍ର, କାଲକୁଲେଟର ବ୍ୟାଟେରୀରେ ଚାଳିତ ଯନ୍ତ୍ର। କାଲକୁଲେଟର ଗୋଟିଏ ଛୋଟ ସ୍ମୃତିକୋଷ ରହିଥାଏ। କାଲକୁଲେଟରରେ କୌଣସି ଛବି ଅଙ୍କନ କରିପାରି ନଥାଏ। ଛବି ଅଙ୍କନ କରିପାରି ନଥାଏ ମାନେ ତମେ କମ୍ପ୍ୟୁଟରରେ ଯୋଉ ଚିତ୍ର ଅଙ୍କନ କର ଯାହା ଦିଅ ସେ ଇନପୁଟ ଦିଏ ଆଉଟପୁଟ ବାହାର କରେ, କାଲକୁଲେଟର ସେ ସବୁ କାମ ନାହିଁ। ତାର ଖାଲି ସେ ମିଶାଣ ଫେଡ଼ାଣ କରିବ, ପରସେଣ୍ଟେଜ ବାହାର କରିବ, ଏତିକିରେ କାମ ସରିବ। କାଲକୁଲେଟର କ୍ଷିପ୍ର ବେଗରେ କାର୍ଯ୍ୟ ସମ୍ପାଦନ କରିପାରେ ନାହିଁ। ଏହା କୌଣସି ହିସାବକୁ ପରବର୍ତ୍ତୀ ସମୟରେ ଦେଖାଇ ପାରେ ନାହିଁ। ଆଜି ତମେ ଯାହାଟା ବି ହିସାବ କରିବ ତମେ ଆଉ ପଛକୁ କିଛି ପାଇପାରିବନି। ତମେ ଧର ଏବେ ଗୋଟେ ହିସାବ କରିଛ ସିଏ ଆଉ କିଛି ସମୟ ଗଲେ ଛାଇଁ ଛାଇଁ କଟିଯିବ। କିନ୍ତୁ କମ୍ପ୍ୟୁଟରରେ ତମେ ଗୋଟେ ହିସାବ କରି ରଖିଛ ମାନେ ତମେ ସେଭ୍ କରି ରଖିଲେ ତାର ସେମିତି ସେଭ୍ ହେଇ ପଡ଼ିଥିବ। ତମେ ଯେତେବେଳେ ଚାହିଁବ ସେତେବେଳେ ଖୋଲିପାରିବ। ଯେତେବେଳେ ଦରକାର ତମେ ଏଇ ଡେଟ୍ ପକେଇବ ଖୋଲିବ, ସେ ତାର ଖୋଲିବ, ତା ଭିତରେ ଷ୍ଟକ୍ ହେଇଯିବ। କମ୍ପ୍ୟୁଟରରେ ଗୋଟିଏ ବଡ଼ ଧରଣର ସ୍ମୃତିକୋଷ ରହିଛି। ସ୍ମୃତିକୋଷରୁ ବହୁଦିନ ବ୍ୟବଧାନ ପରେ ଦରକାରୀ ଜିନିଷ ମିଳିଥାଏ। କମ୍ପ୍ୟୁଟର ଚିତ୍ର ଅଙ୍କନ କରିଥାଏ ଏବଂ ସେଗୁଡ଼ିକୁ ଚାଳନ କରିପାରିଥାଏ। କମ୍ପ୍ୟୁଟରର ପ୍ରତ୍ୟେକ କାର୍ଯ୍ୟକୁ କ୍ଷିପ୍ର ବେଗରେ ସମ୍ପାଦନ କରିଥାଏ। ଏଥିରେ ଜରୁରୀ ତଥ୍ୟ ପାସୱାର୍ଡ ତଥା ଲୁକାୟିତ ଅବସ୍ଥାରେ ରଖାଯାଇପାରେ। କମ୍ପ୍ୟୁଟର ଆମେ ପାସୱାର୍ଡ ପକେଇ ରଖିପାରିବା, ଖାଲି କାଲକୁଲେଟର ପାସୱାର୍ଡ ପକେଇ ରଖିପାରିବା? କାରଣ କାଲକୁଲେଟର ପାସୱାର୍ଡ ପକେଇ ପଢ଼ିପାରିବନି, ତାର ଜାଗା ହିଁ ନାହିଁ। ଆମର କମ୍ପ୍ୟୁଟର କେତେ ପ୍ରକାରର ଅଛି? 3 ପ୍ରକାର। କ'ଣ କ'ଣ? ଗୋଟେ ଡିଜିଟାଲ କମ୍ପ୍ୟୁଟର, ଗୋଟେ ଆନାଲଗ କମ୍ପ୍ୟୁଟର, ଗୋଟେ ହାଇବ୍ରିଡ କମ୍ପ୍ୟୁଟର। ଡିଜିଟାଲ କମ୍ପ୍ୟୁଟର କ'ଣ? ଯୋଉଟା ଆମେ ସାଙ୍ଗରେ ନେଇକି ବୁଲୁଛେ, ଲାପଟପ୍ ହଉ, ଫୋନ ହଉ, ଟାବଲେଟ ହଉ, ଏଟା ସବୁ ସାଙ୍ଗରେ ନେଇ ଯାଇ ପାରୁଛେ, ସେଟା ସବୁ ଡିଜିଟାଲ।